ରାଣୀ ଚଢ଼େଇର ସ୍ୱାମୀର ମୃତ୍ୟୁ ବଜ୍ରାଘାତରେ ହୋଇଗଲା। ରାଣୀ ଚଢ଼େଇ ବହୁତ କାନ୍ଦିଲା। କିଛି ଦିନ ପରେ ରାଣୀ ଚଢ଼େଇ ଗୋଟିଏ ପିଲା ହେଲା। ତାର ନାମ ଥିଲା ପିଲୁ ଚଢ଼େଇ। ପିଲୁ ଚଢ଼େଇକୁ ରାଣୀ ଚଢ଼େଇ ଦେଖି ବହୁତ କାନ୍ଦିଲା। ଆଜି ତୋର ବାପା ଥିଲେ କେତେ ଖୁସି ହୋଇଥାନ୍ତେ। ସେହି ସମୟରେ ରାଣୀର ଶ୍ୱଶୁର ବଣ୍ଟି ଚଢ଼େଇ ଆସିଲା। ଦେଖ ବୋହୂ, ଏବେ ତୁ ପିଲୁକୁ ବହୁତ ଭଲରେ ଲାଳନ ପାଳନ କରିବୁ। ଆଜିଠୁ ତୁ କିଛି କାମ କରିବୁ ନାହିଁ। ତୋର ଦାୟିତ୍ୱ ହେଲା ପିଲୁର ସେବା କରିବା। ମୁଁ ଗୋଟିଏ କାମ କରିବା ଲୋକ ଦେଖୁଛି। ବଣ୍ଟି ରାସ୍ତାରେ ଯାଉଥିଲା। ତାର ରାସ୍ତାରେ କଳା କାଉ ସହିତ ଦେଖା ହେଲା। ଆରେ କଳା କାଉ, ଦେଖିବ ଟିକେ ଏଇ ଆଖପାଖରେ କିଏ ଗୋଟିଏ କାମ କରିବା ପାଇଁ ମିଳିବ? ଆମ ଘରେ କାମ କରିବ। କାହିଁ, ତମର ବୋହୂ ନାହିଁ କି? ସେ ପିଲୁର ଦେଖାଶୁଣା କରୁଛି ତ। ଆମର ପିଲୁର ଛଡ଼ା ଆଉ ଘରେ କେହି ନାହିଁ। ହଉ ହଉ ଭାଇନା, ତମେ ଯଦି କୁହନ୍ତ ମୋର ସ୍ତ୍ରୀକୁ ମୁଁ ପଠେଇ ଦେବି। ଠିକ ଅଛି, ତୁ ତାକୁ କାଲିଠୁ ଆମ ଘରକୁ ପଠେଇ ଦେବୁ। ଠିକ ଅଛି ଆଜ୍ଞା। ତାପରେ କଳା କାଉ ତା ସ୍ତ୍ରୀ ବଗୁଲିକୁ ବଣ୍ଟି ଚଢ଼େଇ ଘରକୁ ପଠେଇ ଦେଲା। ଆଉ ବଣ୍ଟି ଚଢ଼େଇ ଘରେ କିଛି ଦିନ କାମ କଲା। ସେ ବଣ୍ଟି ଚଢ଼େଇର ଘରବାଡ଼ି ଦେଖି ସିଏ ପାଗଳ ହୋଇଗଲା। ମୁଁ ଯଦି ଏହି ପିଲୁକୁ ଚୋରି କରି ନିଏ ଆଉ ବଣ୍ଟି ବୁଢ଼ା ପାଖରୁ ପଇସା ଖୁବ୍ ଆରାମରେ ଆଦାୟ କରିପାରିବି। ବଗୁଲି ପିଲୁକୁ ତା ଘରକୁ ନେଇଗଲା। କଳା କାଉ ଆଉ ବଗୁଲି ପିଲୁକୁ ବାହାରକୁ ବାହାରିବାକୁ ଦେଲେ ନାହିଁ। ଏପଟେ ବଣ୍ଟି ଏବଂ ରାଣୀ ଚଢ଼େଇ ପିଲୁକୁ ବହୁତ ଜୋରରେ ଖୋଜିଲେ। ରାଣୀ ଚଢ଼େଇ କାନ୍ଦିବାକୁ ଲାଗିଲା। ରାଣୀ ଚଢ଼େଇ ଯାଇ ପୋଲିସକୁ ଖବର ଦେଲା। 2-3 ଦିନ ବିତିଗଲା। ଦିନେ କଳା କାଉ ଆଉ ତାର ସ୍ତ୍ରୀ ଶୋଇଗଲେ। ସେହି ସମୟରେ ପିଲୁ ଚୁପ୍ କିନା ଘରୁ ବାହାରକୁ ପଳେଇ ଆସିଲା ଆଉ ତା ଘରେ ପହଞ୍ଚିଗଲା। ଆଉ ସବୁ କଥା ଯାଇ ରାଣୀ ଆଉ ବଣ୍ଟି ଚଢ଼େଇକୁ କହିଲା। ପୋଲିସ ସଙ୍ଗେ ସଙ୍ଗେ କଳା କାଉ ଆଉ ତାର ସ୍ତ୍ରୀକୁ ଧରି ଜେଲରେ ଭର୍ତ୍ତି କରିଦେଲା।